ଶ୍ରୀଜୀଉମାନଙ୍କର ଅଣସର ଗୁପ୍ତ ସେବାରେ ଆଉ ଏକ ପ୍ରମୁଖ ନୀତି ହେଉଛି ଦଶମୂଳ ମୋଦକ ଲାଗି। ଅସୁସ୍ଥ ତିନି ଦିଅଙ୍କ ଉପଚାରରେ ଦଶମୂଳ ମୋଦକ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଖଳି ଲାଗି ଏକାଦଶୀରେ ମହାପ୍ରଭୁଙ୍କୁ ଲାଗି ହୁଏ ଦଶମୂଳ ମୋଦକ। ଦଶମୂଳ ମୋଦକ ଲାଗି ହେଲା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥାନ୍ତି ମହାପ୍ରଭୁ। ଅଣସର ଦଶମୀରେ ଶ୍ରୀମନ୍ଦିରରେ ପରମ୍ପରାକ୍ରମେ ଦଶମୂଳ ମୋଦକ ବିଜେ ନୀତି ଅନୁଷ୍ଠିତ ହୁଏ। ଅଣସର ସମୟରେ ଶ୍ରୀଜଗନ୍ନାଥଙ୍କ ସହ ଭାଇ ଭଉଣୀଙ୍କୁ ସୁସ୍ଥ କରିବା ନିମନ୍ତେ ସେବକମାନେ ବିଭିନ୍ନ ଉପାୟ ଅବଲମ୍ବନ କରନ୍ତି। ଏହି କ୍ରମରେ ଦଶମୂଳ ମୋଦକ ଲାଗି ଏକ ପ୍ରମୁଖ ନୀତି। ଶ୍ରୀ ବିଗ୍ରହଙ୍କୁ ସୁସ୍ଥ କରିବା ନିମନ୍ତେ ରାଜବୈଦ୍ୟ ସେବକମାନେ ଆୟୁର୍ବେଦିକ ପଦ୍ଧତି ଓ ଶାସ୍ତ୍ର ଅନୁସାରେ ଦଶମୂଳ ମୋଦକ ପ୍ରସ୍ତୁତ କରିଥାନ୍ତି। ଶ୍ରୀମନ୍ଦିରର ରାଜବୈଦ୍ୟ ସେବକମାନେ ପୁରୁଷାନୁକ୍ରମେ ମହାପ୍ରଭୁଙ୍କର ଏହି ସେବା କରିଥାନ୍ତି। ଦଶମୂଳ ମୋଦକ ପ୍ରସ୍ତୁତ ପାଇଁ ଶାଳପନ୍ନି, ଗମ୍ଭାରୀ, ଫଣଫଣା, କୃଷ୍ଣପନ୍ନି, ଅଗବଥୁ, ବେଲ, ଅଙ୍କରାନ୍ତି, ଗୋଖରା, ନବାଙ୍କୁରି ଭଳି ବନଜାତ ସାମଗ୍ରୀ ସଂଗ୍ରହ କରାଯାଇ ଭଲ ଭାବେ ଶୁଖାଯାଇଥାଏ। ପରେ ଏହାକୁ କୁଟାଯାଇ ଗୁଣ୍ଡ କରାଯାଏ। ଏହି ଗୁଣ୍ଡକୁ ଗାମୁଛାରେ ଛାଣି ନୂତନ କାଠ ଚୁଲିରେ କଡ଼ାଇ ସାହାଯ୍ୟରେ ବସାଯାଇ ଖୁଆ, ଶର୍କରା, ସର, ମହୁ, ଘିଅ, ଭାଙ୍ଗ ଆଦି ପକାଯାଇ ଏହାକୁ ପାଗ କରାଯାଏ। ପରେ ଏହାକୁ କଦଳୀପତ୍ର ଉପରେ ରଖି ଥଣ୍ଡା କରାଯାଇଥାଏ। ଥଣ୍ଡା ହେଲା ପରେ ଏହାକୁ ଗୋଲାକାର ମୋଦକ କରି 3ଟି କୁଡ଼ୁଆରେ ରଖାଯାଇଥାଏ। ଏହା ଉପରେ କର୍ପୂର ଦେଇ ତାଳପତ୍ର ଗୋଡ଼େଇ ରଖି ଶ୍ରୀମନ୍ଦିର ଗାରଦରେ ଦାଖଲ କରାଯାଇଥାଏ। ପବିତ୍ର ଖଳି ଲାଗି ଏକାଦଶୀରେ ମହାପ୍ରଭୁଙ୍କୁ ଏହା ଲାଗି ହୋଇଥାଏ। ଦଶମୂଳ ମୋଦକ ଲାଗି ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାନ୍ତି ମହାପ୍ରଭୁ। ବ୍ୟୁରୋ ରିପୋର୍ଟ, ସିଲ୍କ ସିଟି ଲୋକାଲ।